ପାଳକଦିଗ ଏବଂ ବିଭିନ୍ନ ମଣ୍ଡଳୀରୁ ଆଗତ କର୍ମକର୍ତ୍ତା ବୃନ୍ଦ ଏବଂ ଖ୍ରୀଷ୍ଟାଶ୍ରିତ ସାଧୁସାଧ୍ୱୀ ପ୍ରତ୍ୟେକଙ୍କୁ ଖ୍ରୀଷ୍ଟୀୟ ଭକ୍ତି ପ୍ରଣାମ ଓ ସ୍ୱାଗତ ଜଣାଉଛି। ପ୍ରିୟ ବନ୍ଧୁଗଣ, ଶୀତ ଋତୁ ପ୍ରତ୍ୟାଗମନ କରୁଥିବା ବେଳେ ବସନ୍ତ ଋତୁର ଶୁଭ ଆଗମନ ବନ ଉପବନର ଶୋଭା ବଢ଼ାଇବା ସଙ୍ଗେ ସଙ୍ଗେ ମନ ପ୍ରାଣକୁ ଆମୋଦିତ କରୁଅଛି। ତା ସାଙ୍ଗକୁ ନୂତନ ବର୍ଷର ନୂତନ ଉନ୍ମାଦନା ମନର ପ୍ରଫୁଲ୍ଲତାକୁ ଦ୍ୱିଗୁଣିତ କରି ରଖିଅଛି। ଏପରି ଏକ ସୁନ୍ଦର ପରିବେଶ ମଧ୍ୟରେ ମଣ୍ଡଳୀ ପିତା ପରମେଶ୍ୱର ଅପାର ଅନୁଗ୍ରହକୁ ସ୍ମରଣ କରୁଅଛି। ଅଦ୍ୟ 15/1/2026 ତାରିଖ ଗୁରୁବାର ଦିନ ଅଭିଷିକ୍ତ ଦିଗଣ ଆଚାର୍ଯ୍ୟ କୃଷ୍ଣଦାସ ମିଶ୍ରଙ୍କ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମଣ୍ଡଳୀ ପାଳନ କରୁଅଛି। କହିବାକୁ ଗଲେ ପ୍ରଭୁଙ୍କ ସେବାରେ ଅବସର ଅଛି, କିନ୍ତୁ ବିଦାୟ ନାହିଁ। ପ୍ରଭୁଙ୍କ ଆହ୍ୱାନରେ ଆରମ୍ଭ ହୁଏ ଏବଂ ମୃତ୍ୟୁରେ ଶେଷ ହୁଏ। ଏହା ବ୍ୟକ୍ତିର ଆହ୍ୱାନର ଉଚ୍ଚୀକୃତ ସେବା ଅଟେ। ପୁରାତନ ନିୟମର ସେବକ ଯାଜକମାନେ 25 ବର୍ଷରେ ନିଯୁକ୍ତି ପାଇ 50 ବର୍ଷରେ ଅବସର ଗ୍ରହଣ କରୁଥିଲେ। ତଥାପି ସେମାନଙ୍କ ଉପସ୍ଥିତି ଓ ସାହାଯ୍ୟ ସେବା କାର୍ଯ୍ୟରେ ରହିଥିଲା। ନୂତନ ନିୟମର ସେବା କାର୍ଯ୍ୟରେ ସମୟ ସୀମାର ବ୍ୟତୀତ ନଥିଲା। ସେବା କାର୍ଯ୍ୟର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଥିଲା। ପ୍ରେରିତ ପାଉଲ କହିଲେ, ଆକ୍ଷେପକୁ କୁହ, ତୁମେ ପ୍ରଭୁଙ୍କ କାର୍ଯ୍ୟରେ ଯେଉଁ ସେବାର ପଦ ପାଇଅଛ ତାହା ସମ୍ପୂର୍ଣ୍ଣ କରିବାକୁ ସାବଧାନ ହୋଇଥାଅ। ଅବସର ହେଉ ନ ହେଉ, ଜୀବନ ଥିବା ପର୍ଯ୍ୟନ୍ତ ବିଶ୍ୱସ୍ତ ରହିବା ଆମର କର୍ତ୍ତବ୍ୟ। ଝାରସିଂ ବାପ୍ଟିଷ୍ଟ ମଣ୍ଡଳୀ 14/12/1930 ମସିହାରେ ସ୍ଥାପିତ ହୋଇଥିଲା। ସ୍ୱର୍ଗତ ପାଳକ ପୁରୁଷୋତ୍ତମ ମାଳୀ ଚାଳକ ଓ ପାଳକ ପଦ ସମ୍ଭାଳିବା ପୂର୍ବରୁ ବଡ଼ପଦା ମଣ୍ଡଳୀର ପାଳକ ସ୍ୱର୍ଗତ ରଘୁଦାସ ରାଉଳଙ୍କ ତତ୍ତ୍ୱାବଧାନରେ ମଣ୍ଡଳୀ ପରିଚାଳିତ ହେଉଥିଲା। ମଣ୍ଡଳୀର ପ୍ରଥମ ଦିଗ୍ବନ୍ଦୟ ଥିଲେ ସ୍ୱର୍ଗତ ଅଗାଧୁ ଗାଁନାୟକ ଏବଂ ସ୍ୱର୍ଗତ ପାନପତି ସାରନାୟକ। ସେହି ସମୟଠାରୁ କେବଳ 2 ଜଣ ଦିଗଣ ପ୍ରତିବର୍ଷ ନିର୍ବାଚିତ ହୋଇ 2013 ସାଲ ପର୍ଯ୍ୟନ୍ତ ମଣ୍ଡଳୀ ପରିଚାଳିତ ହୋଇ ଆସୁଥିଲା। ଇତିମଧ୍ୟରେ ମଣ୍ଡଳୀ ଅଶାନ୍ତି ହୋଇ 2 ଭାଗ ହୋଇଯିବାରୁ ଶୃଙ୍ଖଳା ଫେରାଇ ଆଣିବା ନିମନ୍ତେ ପାଳକ ଆଚାର୍ଯ୍ୟ ଆମୋଦ କୁମାର ପାଣି ପାଳକ ଭାବରେ ଏବଂ 4 ଜଣ ଦିଗଣ ଯଥା ଶ୍ରୀ ଜିରିମିୟ ମହାପାତ୍ର, ଶ୍ରୀ ରିହିବିୟମ ଲିମା, ଶ୍ରୀ ଅଟଳ ଗାଣ୍ଡା ଏବଂ ଶ୍ରୀ କୃଷ୍ଣଦାସ ମିଶ୍ରଙ୍କୁ ଦିଗଣ ପଦରେ ଅଭିଷିକ୍ତ କରାଯିବା ନିମନ୍ତେ ଛେଳିଗଡ଼ ମଣ୍ଡଳୀରେ ଅନୁଷ୍ଠିତ ହୋଇ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀରେ କାର୍ଯ୍ୟସଭାରେ ନିଷ୍ପତ୍ତି ଗ୍ରହଣ କରାଗଲା। ତଦନୁଯାୟୀ ଉତ୍କଳ ବାପ୍ଟିଷ୍ଟ ମଣ୍ଡଳୀ ସମ୍ମିଳନୀ ଦ୍ୱାରା ମହାସମାରୋହରେ ତତ୍କାଳୀନ ସଭାପତି ଆଚାର୍ଯ୍ୟ ବିକାଶ କୁମାର ପାଣିଙ୍କ ନେତୃତ୍ୱରେ ଅଭିଷେକ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା।
2013 ସାଲ ଠାରୁ 2025 ସାଲ ପର୍ଯ୍ୟନ୍ତ ଚିକନ ନିର୍ବାଚନ ସମ୍ବନ୍ଧୀୟ କୌଣସି ଚିନ୍ତା ମଣ୍ଡଳୀରେ ନଥିଲା, କିନ୍ତୁ ବର୍ତ୍ତମାନ ଅଭିଷିକ୍ତ ବ୍ୟକ୍ତି ଏକ ଜଣ ମାତ୍ର ରହିଥିବାରୁ ପାଳକଙ୍କ ସହାୟତା ଲାଗି ଅନ୍ୟ ଦି ଜଣଙ୍କ ଆବଶ୍ୟକ ପଡ଼ିବା ନିଶ୍ଚିତ। ଦୀର୍ଘ ପ୍ରାୟ 13 ବର୍ଷ ପରେ 2026 ସାଲ ଠାରୁ ଚିକନ ନିର୍ବାଚନ ପୁନର୍ବାର ପ୍ରାରମ୍ଭ ହେବ। ଆଗନ୍ତୁକ